ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡିଓଟି। ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା। ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଗୁରୁ ପୂର୍ଣ୍ଣିମା 2025 ଡେଟ୍ ଆଉ ଶୁଭ ମୁହୂର୍ତ୍ତ ଆସନ୍ତୁ ଜାଣିବା। ଆଷାଢ଼ ମାସର ପୂର୍ଣ୍ଣିମା ଜୁଲାଇ 10 ତାରିଖ ଦିନ ରାତ୍ର 1:36ରେ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଜୁଲାଇ 11 ତାରିଖ ଦିନ ରାତ୍ର 2:06ରେ ଶେଷ ହେବ। ଏହିପରି ଗୁରୁ ପୂର୍ଣ୍ଣିମା ପର୍ବ ଜୁଲାଇ 10 ତାରିଖରେ ପାଳିତ ହେବ। ଆସନ୍ତୁ ଜାଣିବା ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ। ବିଷ୍ଣୁଙ୍କ ଅବତାର ବ୍ୟାସଦେବଙ୍କ ଜନ୍ମ ଦିବସକୁ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଋଷି ପରାଶରଙ୍କ ଔରସରେ ମତ୍ସ୍ୟଗନ୍ଧା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିମା ଦିନ ମହର୍ଷି ବ୍ୟାସଦେବ ଗଙ୍ଗା ନଦୀ ଗର୍ଭସ୍ଥ କୃଷ୍ଣ ଦ୍ୱୀପରେ ଜନ୍ମଗ୍ରହଣ କରିଥିଲେ। ବ୍ୟାସଦେବଙ୍କ ଔରସରେ ଶୁକଦେବ ଜନ୍ମ ହୋଇଥିଲେ। ଏହାଙ୍କ ମାତା ସତ୍ୟବତୀଙ୍କ ସଙ୍ଗେ ଶାନ୍ତନୁଙ୍କର ବିବାହ ହୋଇଥିଲା। ଶାନ୍ତନୁ ଓ ସତ୍ୟବତୀଙ୍କ ପୁତ୍ର ବିଚିତ୍ର ବୀର୍ଯ୍ୟ ନିଃସନ୍ତାନ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ଏ ବିଚିତ୍ର ବୀର୍ଯ୍ୟଙ୍କ ଦୁଇ ବିଧବା ପତ୍ନୀ ଅମ୍ବିକା ଓ ଅମ୍ବାଳିକାଙ୍କ ସଙ୍ଗେ ନିୟୋଗ ବିଧି ଅନୁସାରେ ସହବାସ କଲେ ଓ ସେମାନଙ୍କ ଗର୍ଭରୁ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କ ଜନ୍ମ ହେଲା। ଏହାଙ୍କ ଔରସରେ ବିଚିତ୍ର ବୀର୍ଯ୍ୟଙ୍କ ଦାସୀ ଗର୍ଭରେ ବିଦୁର ଜନ୍ମଗ୍ରହଣ କରିଥିଲେ। ପୁରାଣ ଅନୁସାରେ ଭିନ୍ନ ଭିନ୍ନ କଳ୍ପରେ ପ୍ରତ୍ୟେକ ଦ୍ୱାପର ଯୁଗରେ ଜନ୍ମଗ୍ରହଣ କରି ବେଦମାନଙ୍କ ସଂଗ୍ରହ ଓ ବିଭାଗ କରି 28 ଜଣ ଋଷି ବେଦବ୍ୟାସ ଭାବେ ପରିଚିତ। ଏମାନେ ବ୍ରହ୍ମା ବା ବିଷ୍ଣୁଙ୍କର ଅବତାର ବୋଲି କଥିତ। ପ୍ରଥମ ଦ୍ୱାପର ଯୁଗରେ ସ୍ୱୟଂ ବ୍ରହ୍ମା ବେଦବ୍ୟାସ ରୂପେ, ଦ୍ୱିତୀୟ ଦ୍ୱାପରରେ ପ୍ରଜାପତି ବା ମନୁ, ତୃତୀୟ ଦ୍ୱାପରରେ ଶୁକ୍ରାଚାର୍ଯ୍ୟ, ଚତୁର୍ଥ ଦ୍ୱାପରରେ ବୃହସ୍ପତି ବେଦଭାଷ୍ୟ ରୂପେ ପରିଚିତ ଅଟନ୍ତି। ସ୍ୱୟଂଭୁବ, ଉଶନା, ସବିତା, ମୃତ୍ୟୁ, ଇନ୍ଦ୍ର, ବଶିଷ୍ଠ, ସାରସ୍ୱତ, ତ୍ରିଧାମ, ଋଷଭ, ସୁତେଜା, ଅନ୍ତରିକ୍ଷ, ସୁଚକ୍ଷୁ, ଧନଞ୍ଜୟ, ରଜ୍ୟାରୁଣୀ, କୃତଞ୍ଜୟ, ଋତଜୟ, ଭରଦ୍ୱାଜ, ଗୌତମ, ଉତ୍ତମ, ନାରାୟଣ, ତୃଣବିନ୍ଦୁ, ବାଲ୍ମୀକି, ଶକ୍ତି, ପରାଶର, ଯାତୃକର୍ଣ୍ଣ ଓ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ଆସନ୍ତୁ ଜାଣିବା ଗୁରୁ ମନ୍ତ୍ର। ଓಂ ଶ୍ରୀ ପରମାତ୍ମନେ ନମଃ। ଓଂ ନାରାୟଣ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟେତ୍। ମୁକଂ କରୋତି ବାଚାଲଂ ପଙ୍ଗୁ ଲଙ୍ଘୟତେ ଗିରିଂ ଯତ୍କୃପାତମଂ ବନ୍ଦେ ପରମାନନ୍ଦ ମାଧବଂ। अखण्डमण्डलाकारं व्याप्तं चराचरं तत्पदर्शितो येन तस्मै श्रीगुरवे नमः। अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। गुरुब्रह्मा गुरुविष्णु गुरुदेवो महेश्वर गुरुसाक्षात् परब्रह्म तस्मै श्रीगुरवे नमः। ପରମ ପବିତ୍ର ଗୁରୁ ପୂର୍ଣ୍ଣିମା ଭଗବାନ ଶ୍ରୀ ବେଦବ୍ୟାସ ଜୟନ୍ତୀ ଶୁଭ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଅଛୁ। ଭଗବାନ ଶ୍ରୀ ବେଦବ୍ୟାସଙ୍କ ଅପାର ଦୟା ଓ କୃପାରୁ କଳିକାଳରେ ଆମ୍ଭେମାନେ ସନାତନ ସତ୍ୟ ହିନ୍ଦୁ ଧର୍ମଶାସ୍ତ୍ର 4 ବେଦ, ଅଷ୍ଟାଦଶ ପୁରାଣ, ଉପବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଗ୍ରନ୍ଥ, ଷଡ଼ଦର୍ଶନ ଶାସ୍ତ୍ର, ଶ୍ରୀମଦ୍ ଭଗବତ ଗୀତା ସମେତ ଅନେକ ସନାତନ ସତ୍ୟ ଧର୍ମଶାସ୍ତ୍ର ରୂପରେ ପାଇଛନ୍ତି। ତେଣୁ ଏହି ପବିତ୍ର ଦିନରେ ଭଗବାନ ଶ୍ରୀ ବେଦବ୍ୟାସଙ୍କୁ ଗୁରୁ ବନ୍ଦନା କରି ନିଜର କୃତଜ୍ଞତା ଜଣାଇବା ଉଚିତ। କାରଣ ଭଗବାନ ଶ୍ରୀ ବେଦବ୍ୟାସ ଚିରଞ୍ଜୀବୀ ଅଟନ୍ତି। ଆଜି ଜାଣିବା ଜଣେ ବ୍ୟକ୍ତିର ଜୀବନରେ କେଉଁ କେଉଁ ଗୁରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି, କେଉଁମାନଙ୍କୁ ସମ୍ମାନ ଦେବା ଉଚିତ। ମା ହେଉଛନ୍ତି ପ୍ରତ୍ୟେକଙ୍କ ଜୀବନର ପ୍ରଥମ ଗୁରୁ। ମାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ବା ଗୁରୁ, ଶିକ୍ଷକ। ଯିଏ ଆମକୁ ଶିକ୍ଷାଦାନ କରନ୍ତି ତାଙ୍କ ସ୍ଥାନ ବି ଅପୂରଣୀୟ। ସେହିପରି ଅନ୍ୟ ଜଣେ ଗୁରୁ ହେଉଛନ୍ତି ସଦ୍ଗୁରୁ। ଜୀବନରେ ଉଚିତ ମାର୍ଗରେ ଚାଲିବା ପାଇଁ ସଦ୍ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଏମାନଙ୍କ ବ୍ୟତୀତ କେହି ଯଦି କିଛି ଆପଣଙ୍କୁ ଉତ୍ତମ ଶିକ୍ଷା ଦେଉଛନ୍ତି ବା ଭୁଲ ଠିକ୍ ଭିତରେ ପାର୍ଥକ୍ୟ ବୁଝାଉଛନ୍ତି, ସେ ବି ଗୁରୁ ହୋଇଥାନ୍ତି। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।